ଶୁଣ ସେ ସହାୟକ ଗ୍ରନ୍ଥ ସୂଚୀ ବା ତମମାନଙ୍କର ରହିଛି କଣ ସହାୟକ ଗ୍ରନ୍ଥ ସୂଚୀ ଓ ନାମ ସୂଚୀ ଏଟା ହଉଛି ମୋड 9 ବ୍ଲକ 3 ୟୁନିଟ 4 ବୁଝିହେଲା କଣ କହୁଛନ୍ତି ଶୁଣ କହିଲେ ଜ୍ଞାନ ଚର୍ଚ୍ଚା ପରମ୍ପରାରେ ପୁସ୍ତକ ପ୍ରମୁଖ ଭୂମିକା ଗ୍ରହଣ କରିଛି କହିଲେ ଯୋଉ ଜ୍ଞାନ ନାମକ ଜିନିଷଟି ଅଛି ତାକୁ ଯଦି ଆମେ ଚର୍ଚ୍ଚା କରିବା ତାକୁ ଯଦି ଆମେ ବ୍ୟାଖ୍ୟା କରିବା ତାହେଲେ ପୁସ୍ତକ ସବୁଠାରୁ ବିଶିଷ୍ଟ ଭୂମିକା ସେ ଗ୍ରହଣ କରିଛି ପୁସ୍ତକ ହଉଛି ସବୁ କ୍ଷେତ୍ରରେ କଣ କମନ ଜିନିଷ ନିହାତି ଦରକାର ନହେଲେ ହବନି ଏ ଜିନିଷଟା ଲିଖିତ ପରମ୍ପରାର ଏକ ପ୍ରମୁଖ ଉପାଦାନ ହେଉଛି ପୁସ୍ତକ ଏହି ପରମ୍ପରା ପୂର୍ବରୁ ପୁସ୍ତକ ମୌଖିକ ସ୍ତରରେ ଥିଲା ପୁଣି ସେଇ ପ୍ରାକ୍ ଶାଳାକୁ ଫେରି ଚାଲ କଣ କହିଲେ ନା ଯେତେବେଳେ ତମମାନଙ୍କର ଲିଖିତ ଜିନିଷଟା ନଥିଲା ବା ଲେଖିବାର କୌଶଳ ଆସି ନଥିଲା ତା ପୂର୍ବରୁ ଏଟା କଣ ଥିଲା ମୌଖିକ ଆକାରରେ ଥିଲା ମୁହଁରେ କହୁଥିଲେ ଶୁଣି ଶୁଣି ମନେ ରଖୁଥିଲେ ମୁହଁରେ ଯାହା କହିଲେ ସମସ୍ତେ ତାକୁ ଶୁଣି 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 ମନେ ରଖିଲେ କହିଲେ ପ୍ରକାଶନ ମାଧ୍ୟମ ଦେଇ ପୁସ୍ତକର ଉଭୟ ତାଳପତ୍ର ଏବଂ କାଗଜ ଯେଉଁ ନୂତନ ମାଧ୍ୟମ ଆମ ନିକଟରେ ସମ୍ପ୍ରତି ଉପଲବ୍ଧ ତାହା ହେଲା ଇ ବୁକ୍ସ ବୁଝେଇଦେଲେ କହିଲେ ଯୋଉ ନୂତନ ଜିନିଷଟା ଆସିଲା ଯୋଉ ନୂତନତା ସୃଷ୍ଟି ହେଲା ସାହିତ୍ୟ ଜଗତରେ ନୂତନ କରି ଗୋଟେ କାର୍ଯ୍ୟ କୌଶଳର ଉତ୍ଥାପନ ଘଟିଲା ସେଇଟା ହେଲା ଇ ବୁକ୍ ବା ପାଠ୍ୟକ୍ରମ ପଦ୍ଧତି ଯେଉଁ ବିଷୟବସ୍ତୁକୁ ଆଧାର କରି ପୁସ୍ତକଟି ରଚିତ ତାହା ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ କ୍ରମ ବିବର୍ତ୍ତନଶୀଳ ଜ୍ଞାନ ପରମ୍ପରାର ଅଂଶ ବିଶେଷ କହିଲେ ଯେଉଁ ବିଷୟବସ୍ତୁ ଯେକୌଣସି ବିଷୟବସ୍ତୁ ହଉ ଯାହାକୁ ନେଇକି ସେ କଣ କରିଛନ୍ତି ନା ଲିପିବଦ୍ଧ କରିଛନ୍ତି ଯେଉଁ ବିଷୟବସ୍ତୁକୁ ନେଇକି ସେ ଗଢି ଦେଇଛନ୍ତି ତାର ପରମ୍ପରା ଆଜି ପର୍ଯ୍ୟନ୍ତ କଣ ହେଇଛି ବିସ୍ତୃତି ଲାଭ କରିଛି ବା ଆଗକୁ ଆଗକୁ ବଢି ଚାଲିଛି ସୁତରାଂ ପୁସ୍ତକ ମଧ୍ୟରେ ସମ୍ପାଦୀ ହୋଇ ରହିଛି ବୁଦ୍ଧିଜୀବୀ ମାନଙ୍କର ଚିନ୍ତନ ତଥା ମନନ ପ୍ରକ୍ରିୟାର ଏକ ସାରସ୍ୱତ ସଂଶ୍ଳେଷାତ୍ମକ ଅଭିବ୍ୟକ୍ତି ଏହି ଅଭିବ୍ୟକ୍ତି ଗୁଡିକୁ ଲେଖକ ଆତ୍ମସ୍ଥ କରିବା ଓ ନିଜ ଭିତରେ ଉଦ୍ରେକ ହେଉଥିବା ଭାବନାକୁ ଅଧିକ ଉଦ୍ଦୀପ୍ତ କରିବା ଉଦ୍ଦେଶ୍ୟରେ ପୂର୍ବ ଅଥବା ସମସାମୟିକ ପୁସ୍ତକକୁ ଅବଲୋକନ କରିଥାଏ ସେଠି ବୁଝେଇକି ଯାଉଛନ୍ତି ଅର୍ଥାତ ଏଇ ଯୋଉ ଦେଇଛି ସହାୟକ ଗ୍ରନ୍ଥ ସୂଚୀ ଓ ନାମ ସୂଚୀ ତମାନେ କାହିଁକି ପଢିବ କଣ ପାଇଁ ପଢିବ ବିଷୟବସ୍ତୁଟା କାହିଁକି ପଢିବାକୁ ଯିବ କଣ ପାଇଁ ପଢିବ ଏ ବିଷୟବସ୍ତୁକୁ ଯେମିତି ତମାନେ ପୂର୍ବରୁ ଲେଖକ ପରିଚୟ ପଢିଲ ଲେଖକ ପରିଚୟ ତମାନେ କାହିଁକି ପଢିଲ କଣ ଦରକାର ଲେଖକ ପରିଚୟ ପଢିବା କଣ ଆବଶ୍ୟକ ଠିକ ସେଇଭଳି ସେଠି କହୁଛନ୍ତି ସେଠି ସୂଚେଇଲେ କଣ କହିଲେ ପୁଣି କହୁଛନ୍ତି ତେଣୁ ଲେଖକର ସମ୍ପାଦିତ ପୁସ୍ତକରେ ସେହି ସବୁ ପୁସ୍ତକ ଗୁଡିକର ସୂଚନା ଦିଆଯାଇଥାଏ ଏହାକୁ ଆମେ ଚିହ୍ନଟ ପ୍ରକ୍ରିୟା ବୋଲି କହିପାରିବା ଏହି ପ୍ରକ୍ରିୟାରେ ସହାୟକ ପୁସ୍ତକ ଓ ନାମ ସୂଚୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ନିର୍ଦ୍ଦିଷ୍ଟ ବିଷୟରେ ନିଜ ବକ୍ତବ୍ୟକୁ ଅଧିକ ବଳିଷ୍ଠ ଓ ଯୁକ୍ତିଯୁକ୍ତ ଦର୍ଶାଇବାକୁ ଗ୍ରନ୍ଥ ରଚକ ଏହି ସବୁ ଆକାର ଗ୍ରନ୍ଥକୁ ନିଜ ସମ୍ପାଦିତ ପୁସ୍ତକରେ ସ୍ଥାନ ଦେଇଥାନ୍ତି ଗୋଟେ ଯୁକ୍ତିଯୁକ୍ତ ତଥ୍ୟକୁ ନେଇକି କଣ କରିବା ପୁସ୍ତକରେ ସ୍ଥାନ ଦେବା ଏଇଟା ହଉଛି କଣ ନା ସହାୟକ ଗ୍ରନ୍ଥ ସୂଚୀର ଗୋଟେ ମୂଳ ପଏଣ୍ଟ ବା ମୂଳ ଜିନିଷ ଆଉ କଣ କହୁଛନ୍ତି ପୁଣି କହୁଛନ୍ତି ଅର୍ଥାତ୍ ଆକାର ଗ୍ରନ୍ଥ ଓ ସଂକଳିତ ଗ୍ରନ୍ଥ ମଧ୍ୟରେ ଯେଉଁ ଜ୍ଞାନ ବିତରଣ ମୂଳକ ଯୁଗସୂତ୍ରଟିଏ ସ୍ଥାପିତ ହୋଇଥାଏ ତାହା ସହାୟକ ଗ୍ରନ୍ଥ ସୂଚୀ ଅଥବା ନାମ ସୂଚୀରେ ପ୍ରତିଫଳିତ ହୋଇଥାଏ ଯୋଉ ଯୋଗସୂତ୍ରଟା ରହିଲା ଯୋଉଟାକୁ ଯୋଡି ରଖିଲା ସେଇ ଜିନିଷଟା ଆସିକି ସହାୟକ ଗ୍ରନ୍ଥ ସୂଚୀ ବା ନାମ ସୂଚୀରେ ପରିପ୍ରକାଶ ହେଲା ପୁଣି କଣ କହୁଛନ୍ତି ଅନ୍ୟ ଏକ ଦୃଷ୍ଟିରୁ ବିଚାର କଲେ ମୂଳ ଗ୍ରନ୍ଥର ତାତ୍ତ୍ୱିକ ବିଶ୍ଳେଷଣ ହଉଛି ସମ୍ପାଦିତ ଗ୍ରନ୍ଥ କହିଲେ ମୂଳ ଜିନିଷ ଯୋଉଟା ମୂଳ ପିଣ୍ଡ ଯେମିତି ତମର ମୂଳ ପିଢି ହଉଛି କୋଉଠୁ ନା ମାଙ୍କ ଗର୍ଭରୁ ତମେ ଜନ୍ମ ଲାଭ କଲ ତମର ମୂଳ ଜିନିଷ କିଏ ହେଲେ ନା ମା ତମକୁ ପ୍ରଥମେ ସଂସାରକୁ ଆଣିଲେ ତାହେଲେ ସିଏ ହେଲେ ପ୍ରଥମେ ଯୋଉଟା କି ସେ କହୁଛନ୍ତି ମୂଳ ଜିନିଷଟାକୁ କଣ କରିଥାଏ ପୁସ୍ତକରେ ସ୍ଥାନ ଦିଆଯାଇଥାଏ ପୁଣି କହୁଛନ୍ତି ଯାହା ବ୍ୟାଖ୍ୟାନ ମୂଳକ ଅର୍ଥାତ୍ ସମୀକ୍ଷାତ୍ମକ ଗ୍ରନ୍ଥ ଯୋଉଟା କି ବ୍ୟାଖ୍ୟା କରାଯିବ ଆଉ ଯୋଉଟା ତର୍କ ବିତର୍କ ବି ରହିବ ତା ମଧ୍ୟରେ ତେଣୁ ସମ୍ପାଦିତ ଗ୍ରନ୍ଥରେ ଗ୍ରନ୍ଥ ସୂଚୀର ଉପସ୍ଥିତି ପାଠକ ମାନଙ୍କୁ ଅନେକ ଦିଗକୁ ନିର୍ଦ୍ଦେଶ କରେ ନିହାତି ଯେତେବେଳେ ବିଷୟବସ୍ତୁରେ ରଚନା କରାଗଲା ବିଷୟବସ୍ତୁଟି ନୂତନ ଶୈଳୀରେ ସ୍ଥାନ ପାଇଲା ପୁସ୍ତକ ଆକାରରେ ବାହାରିଲା ସେତେବେଳେ ଆମେ ତାକୁ ଅଧ୍ୟୟନ କରିବା ବା ପଢିବା ନିହାତି ନୂତନ ପ୍ରକାରର ସ୍ଥାନ ନବ ନୂତନତା ସୃଷ୍ଟି ହବ ସେ ଜାଗାରେ ପୁଣି କହୁଛନ୍ତି ସୁତରାଂ ଆକାର ଗ୍ରନ୍ଥର ବୈଶିଷ୍ଟ୍ୟ ନିରୂପଣ ଓ ବିଶ୍ୱ ଚିନ୍ତନ ଜଗତରେ ନୂତନ ଆଲୋଡ଼ନ ସୃଷ୍ଟି କରିଥାଏ ସହାୟକ ଗ୍ରନ୍ଥ ସୂଚୀ ନାମ ସୂଚୀ ଓ ପାଦଟିକା ଯାହା ଆକାର ଗ୍ରନ୍ଥର ଉଦ୍ଦେଶ୍ୟ ଓ ଲେଖକର ଚିନ୍ତନ କ୍ରିୟାକୁ ସ୍ପଷ୍ଟ ରୂପେ ଦର୍ଶାଇଥାଏ ପ୍ରକୃତରେ ସତ୍ୟାସତ୍ୟ ଘଟଣା ଏଠି ଆମ ଆଗରେ ଥୋଇଲେ ଯେ ଯୋଉ ଗ୍ରନ୍ଥଟା ରଚନା କରାଯାଇଛି ତାର ଉଦ୍ଦେଶ୍ୟ କଣ ପାଇଁ ତା ରଚନା କରାଯିବ ତାର ମୂଳ ଜିନିଷ କଣ
ତା ସହିତ ଲେଖକର ଯୋଉ ଚିନ୍ତନ ପ୍ରକ୍ରିୟା, ଲେଖକ କଣ ଚିନ୍ତା କଲେ, କଣ ଚିନ୍ତା କରି ଏଇ ବିଷୟବସ୍ତୁଟି କଣ ସେ ପୁସ୍ତକରେ ସ୍ଥାନ ଦେଇଛନ୍ତି, ସେ ଜିନିଷ ମଧ୍ୟ ଏଠି ସ୍ଥାନ ପାଇଥାଏ। ଏହି ତଥ୍ୟ ଗୁଡିକୁ ସଂକଳିତ ପୁସ୍ତକ ମଧ୍ୟରେ ସ୍ଥାନିତ କଲା ବେଳେ ସମ୍ପାଦକ କେଉଁ ପ୍ରଣାଳୀ ଅବଲମ୍ବନ କରିଥାଏ ସେ ସବୁ ଆଲୋଚନା କରିବା ଏହି ଏକକର ପ୍ରଧାନ ଯୋଗ୍ୟ। ପ୍ରକୃତରେ ଏଇ ସବୁ ଜିନିଷ ଗୁଡାକୁ ଯେତେବେଳେ ନେଇକି ଲେଖକ ପୁସ୍ତକରେ ସ୍ଥାନ ଦେଇଥାଏ, ସେ କ୍ଷେତ୍ରରେ ସେ କେଉଁ ଶୈଳୀ ଅବଲମ୍ବନ କରିବ, କେଉଁ ପଦ୍ଧତି ଦେଇକି ଗତି କରିବେ, ସେଇ ଜିନିଷ ଗୁଡାକୁ ଆଣି କୋଉଠି ରଖିଛନ୍ତି ନା ସହାୟକ ଗ୍ରନ୍ଥ ସୂଚୀ ଓ ନାମ ସୂଚୀରେ ଆଣିକି ସ୍ଥାନ ଦେଇଛନ୍ତି। ଏବେ ବୁଝିପାରିଲ? ଫଣ୍ଡା କ୍ଲିୟର ହେଲା ସମସ୍ତଙ୍କର ନା ଫଣ୍ଡା କ୍ଲିୟର ହେଲା ନାହିଁ? ବୁଝିଲା ମ୍ୟାଡାମ। ଦେଖନ୍ତୁ ଶିକ୍ଷଣୀୟ ବିଷୟ କଣ ଦେଇଛି ୟା ଭିତରେ ଆମେ ଟିକେ ଦେଖିବା। ଶିକ୍ଷଣୀୟ ବିଷୟ ସେ କଣ ଦେଇଛନ୍ତି କହିଲେ, ସମ୍ପାଦକ ପ୍ରଣୀତ ପୁସ୍ତକ ମଧ୍ୟରେ ସଠିକ ଭାବେ ପ୍ରସଙ୍ଗାନୁକୂଳ ସହାୟକ ପୁସ୍ତକର ବିବରଣ କିପରି ଦେବା ଉଚିତ ସେ ସମ୍ପର୍କରେ ଅବଧାରଣା ସୃଷ୍ଟି କରାଇବା, ପ୍ରଥମ ପଏଣ୍ଟ। ଦ୍ୱିତୀୟରେ କହିଲେ ନାମ ସୂଚୀ ପ୍ରଦାନ କ୍ଷେତ୍ରରେ କେଉଁ ନିୟମ ଅବଲମ୍ବନ କରାଯାଏ ସେଥିପ୍ରତି ଅବଗତ ହେବା, ଦ୍ୱିତୀୟ ପଏଣ୍ଟ। ତୃତୀୟରେ କହିଲେ ଏହି ଧାରା ଅନୁସୃତ ହେବାର ଆବଶ୍ୟକତାକୁ ଉପଲବ୍ଧି କରିବା, ତୃତୀୟ ପଏଣ୍ଟ। ଚତୁର୍ଥରେ କଣ କହିଲେ, ପୁସ୍ତକର ଭାବ ଓ କଳା ଗୌରବ ସ୍ଥାପନ ଦିଗରେ ସହାୟକ ଗ୍ରନ୍ଥ ସୂଚୀ ଓ ନାମ ସୂଚୀ ଭୂମିକା ସମ୍ପର୍କରେ ସଚେତନ ହେବା। ଚାରିଗୋଟି ପଦ୍ଧତି, ଚାରିଗୋଟି ଲକ୍ଷଣକୁ ନେଇକି ସହାୟକ ଗ୍ରନ୍ଥ ସୂଚୀ ଓ ନାମ ସୂଚୀର ଅୟମ ଆରମ୍ଭ ହେଇଛି ବା ସେ ଆଗକୁ ମାଡି ଚାଲିଛି। ଦେଖିବା କଣ କହୁଛନ୍ତି ପୁଣି କହିଲେ, ବ୍ୟାଖ୍ୟାନ ମୂଳକ ଗ୍ରନ୍ଥରେ ସହାୟକ ଗ୍ରନ୍ଥ ସୂଚୀର ଆବଶ୍ୟକତା ରହିଛି। ବ୍ୟାଖ୍ୟାନ ଯୋଉଟାକୁ ବ୍ୟାଖ୍ୟା କରିବା, ଯୋଉ ଗ୍ରନ୍ଥଟାକୁ ଆମେ ଲେଖିବା, ସମ୍ପାଦକ ଯେତେବେଳେ ସମ୍ପାଦନା କରିବେ ସେତେ ସମୟରେ କଣ ହଉଛି ନା ସେ କହୁଛନ୍ତି ସହାୟକ ଗ୍ରନ୍ଥ ସୂଚୀର ଆବଶ୍ୟକତା ରହିଛି, ମାନେ ବିଶିଷ୍ଟ ଆକାରରେ ସେ ଜାଗାରେ ନିହାତି ଉପସ୍ଥିତ ରହିବା ଆବଶ୍ୟକ। ସାମ୍ପ୍ରତିକ ଜ୍ଞାନ ଚର୍ଚ୍ଚା ଅତୀତର ଜ୍ଞାନ ଚର୍ଚ୍ଚାକୁ ମହିମା ମଣ୍ଡିତ କରି ନିଜକୁ ସମୃଦ୍ଧ କରେ ଓ ଭବିଷ୍ୟତ ପାଇଁ ନୂତନ କ୍ଷେତ୍ର ନିର୍ମାଣ କରେ। ନିହାତି ଯେମିତି ବାପା ମା ଜନ୍ମ ଦେଇକି କେବେ ଛାଡି ଦିଅନ୍ତିନି, ପ୍ରକୃତରେ ପିଲାର ଭବିଷ୍ୟତ କଣ ହବ, କେମିତି ସେ ଆଗକୁ ବଢିବ, ତାର ସାଂସାରିକ ଜୀବନ କେମିତି ଭଲ ହବ, ସେଥିପାଇଁ ବାପା ମା ଚିନ୍ତା କରିଥାନ୍ତି। ପିଲାଟି ମଧ୍ୟ ଯେତେବେଳେ ବୟସ୍କ ପ୍ରାପ୍ତ ହେଇଯାଏ ପିଲା ମଧ୍ୟ ଚିନ୍ତା କରିଥାଏ। ଠିକ ସେଇଭଳି ଏଠି ମଧ୍ୟ ଭବିଷ୍ୟତ ପାଇଁ ଗୋଟେ ନୂତନ କ୍ଷେତ୍ର ତିଆରି ହୁଏ। କିଏ ତିଆରି କରେ ନା ପୁସ୍ତକ। ପୁସ୍ତକରେ କିଏ ସେ ସ୍ଥାନକୁ କିଏ ଆଣିକି ନିର୍ଦ୍ଧାରିତ କରନ୍ତି ନା ସମ୍ପାଦକ ଜଣକ ଆଣିକି ଏ ଜିନିଷଟାକୁ ଏଇ ଜାଗାରେ ସ୍ଥାନ ଦେଇଥାନ୍ତି। ଏତଦ୍ ବ୍ୟତୀତ ଅତୀତର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ବ୍ୟାଖ୍ୟାନ ପରମ୍ପରାକୁ ସମୃଦ୍ଧ ଓ କ୍ରିୟାଶୀଳ କରାଇଥାଏ, ଯାହା ପିଢି ପରେ ପିଢିର ଗୁଣୀଜନଙ୍କ ନିମନ୍ତେ ଏକ ସାଧୁ କାର୍ଯ୍ୟ ଭାବେ ବିବେଚିତ ହୋଇଛି। ଏହି କାର୍ଯ୍ୟ ସହିତ ସମ୍ପୃକ୍ତ ହୋଇ ରହିଥାଏ ତତ୍କାଳୀନ ଆର୍ଥ ସାମାଜିକ ଓ ସାଂସ୍କୃତିକ ଅବବୋଧ। ଏହି ଅବବୋଧକୁ ପୂର୍ଣ୍ଣ ପରିପ୍ରକାଶ ନିମନ୍ତେ ଲେଖକ ନିର୍ଭରଶୀଳ ହୋଇ ରହିଥାଏ ଓ ବିଗତ ଧାରା ଉପରେ ବୁଝେଇ ଦଉଛନ୍ତି। ସେଥିପାଇଁ ସାମ୍ପ୍ରତିକ ଜୀବନବୋଧର ପରିସରକୁ ବ୍ୟାପକ ଭାବେ ବୁଝିବାକୁ ହେଲେ ଆବଶ୍ୟକ ପଡିଥାଏ ଏକ ତୁଳନାତ୍ମକ ଅଧ୍ୟୟନ। ମିଶିକରି ରହିଥିବା ଜିନିଷଟା ତୁଳନା କରିବା, ଯେମିତି ସମାଲୋଚନା କରିବା ସେମିତି ତୁଳନା କରିବା, ଏ ଅଧ୍ୟୟନ ମଧ୍ୟ ରହିବା ନିତ୍ୟାନ୍ତ ଆବଶ୍ୟକ ଏ କ୍ଷେତ୍ରରେ। ତେବେ ଏହି ତୁଳନାତ୍ମକ ଅଧ୍ୟୟନକୁ ଆମେ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ନିମନ୍ତେ ରହିଥିବା ନୀତି ନିୟମକୁ ବୁଝିବାକୁ ହେବ ନାହିଁ, କାରଣ ଏହାର ପରିସର ବ୍ୟାପକ ଓ ଅଧ୍ୟୟନ କ୍ଷେତ୍ର ସ୍ୱତନ୍ତ୍ର। କହିଲେ ବ୍ୟାପକ, ଏହାର ଯୋଉ ଅଧ୍ୟୟନ କ୍ଷେତ୍ରଟା ରହିଲା ବ୍ୟାପକ, ବିରାଟ ସ୍ଥାନ ଗ୍ରହଣ କରିଛି। ଆଉ ଅଧ୍ୟୟନ କ୍ଷେତ୍ର ହଉଛି ସ୍ୱତନ୍ତ୍ର, ଗୋଟେ ଭିନ୍ନ। ଏ କ୍ଷେତ୍ରରେ କେବଳ ଅତୀତ ତର୍କଣାକୁ କେବଳ ସୂଚିତ କରାଯାଇଥାଏ। ତେଣୁ ଗ୍ରନ୍ଥ ରଚନାରେ ସହାୟକ ଗ୍ରନ୍ଥ ସୂଚୀର ଭୂମିକା ଉଲ୍ଲେଖନୀୟ। ଏହା ଦ୍ୱାରା ସମ୍ପାଦକ ବା ସଂକଳକ ଗ୍ରନ୍ଥର ଆଭ୍ୟନ୍ତରୀଣ ଗୁଣାବଳୀ ଓ ଗବେଷଣାତ୍ମକ ଦୃଷ୍ଟିଭଙ୍ଗୀକୁ ପରିବେଷଣ କରିବାରେ ସକ୍ଷମ ହୋଇଥାଏ। ନିହାତି ପ୍ରଥମେ ସେ ଗବେଷଣା କରିବେ, ତର୍ଜମା କରିବେ, କଣ ଅଛି ୟା ଭିତରେ, କାହିଁକି ଏ ଜିନିଷଟା ଆସିଲା, ତାପରେ ତାକୁ ଆଣିକି ପୁସ୍ତକରେ ସ୍ଥାନ ଦେବେ। ଏଇଟା ହେଲା ତମମାନଙ୍କର କଣ, ସହାୟକ ଗ୍ରନ୍ଥ ସୂଚୀ ଓ ନାମ ସୂଚୀ। ଏଇଟା ହେଲା ତମମାନଙ୍କର ପ୍ରଥମ କଣ ଗଲା, ଇଣ୍ଟ୍ରୋଡକ୍ସନ ଟାଇପରେ ଗଲା। ସେକେଣ୍ଡ ସେମାନେ କହିଛନ୍ତି ସହାୟକ ଗ୍ରନ୍ଥ ସୂଚୀର ଆବଶ୍ୟକତା। କଣ ଆବଶ୍ୟକତା ଅଛି ଏଥିରେ କହିଲେ, ମାନବ ସଭ୍ୟତାର ଅୟମ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ଠାରୁ ବୈଷୟିକ ଜ୍ଞାନ, ସମାଜ ତତ୍ତ୍ୱ ଠାରୁ ସାହିତ୍ୟ ତତ୍ତ୍ୱ ପର୍ଯ୍ୟନ୍ତ ବିବିଧ କ୍ଷେତ୍ରରେ ଯେଉଁ ସବୁ ଜ୍ଞାନର ବିଚ୍ଛୁରଣ ଘଟିଛି ତାର ମାଧ୍ୟମ ହୋଇଛି କଥିତ ଓ ଲିଖିତ ପରମ୍ପରା। ସେଇ ପ୍ରାକ୍ତନ ସାହିତ୍ୟକୁ ଫେରିଯାଅ, କହୁଛନ୍ତି ମାନବ ସଭ୍ୟତା ଯେବେଠାରୁ ଆରମ୍ଭ ହେଲାଣି, ସୃଷ୍ଟି ହେଲାଣି, ସେଇ ସମୟରୁ ଚାଲିଛି କଥିତ ଆଉ ଲିଖିତ, ଏଇ ଦିଟା ଜିନିଷ ହିଁ ଚାଲିଛି।
से समय ए दीटा जिनसर उत्थापन घटी चली ज्ञान चर्चार एक घनीभूत रूप आमे उपलब्धि करू ऊनविंश शतकरू एकविंश शताब्दी मध्य फल मानव विद्या जे क्रमशः एक विशाल वृक्ष परिणत होती अनस्वीकार्य। ओडिया साहित्य चर्चार प्रतिलिपि पुस्तकायन माध्यम आम निकट उपलब्ध बुझेदेले कहले जो प्रतिलिपि गुड़िक रही पूर्वर जहाँ विषय आम जापर ना पुस्तक आकार आम पाखे आसी प्रकाश पाइला आम जापारे चिन्हि पारे बहीटा को पढ़ी पारे। यही चर्चार परंपरा को आग को नेबारे ऊनविंश शतक ठारू प्राथमिक प्रयास करिछि पत्र पत्रिका निहाती विभिन्न प्रकार पत्र पत्रिका जेतेबेले आसीछि आधुनिक समय आधुनिक जुगर अयम आरंभ जेतेबेले पत्र पत्रिकार उत्थापन घटी नूतनता आसीछि सेतेबेले कोन हेछि ना आमर मध्य वैषयिक ज्ञान विज्ञान क्षेत्र में कौन है समृद्धि लाभ हो आग को जिनस बढ़ा लगी। पुणी कौन कहले केवल ओडिया साहित्य नुहे विश्व साहित्य यही पर्याय गति करी समांतर क्रमे ही ज्ञान चर्चा क्रमशः बलिष्ठ विज्ञान सम्मत हो। प्रश्न उठे यही सोपानीकरण ज्ञान चर्चा प्रक्रियार मूल केन्द्रटी कौन यार यथा संभव उत्तर हो पारे पीढ़ी पर पीढ़ी संरचित ग्रंथ थेसिस बुझीगला बहुत विभिन्न प्रकार माने केते प्रकार जिनिस एठी आसी उत्थापन होईची तार माने तर्जमा करि परु जेतेबेले तमर पीढ़ी पर पीढ़ी जेतेबेले बढ़ी चली सेतेबेले नूतनता आसीची परिवर्तन आसीची जोटा कि एठी से कहउचंती एठी से बुझाउचंती प्रकृत रे पीढ़ी पर पीढ़ी रो परिवर्तन आसीची विभिन्न प्रकार ज्ञान कौशल रो परिवर्तन होईची नूतनता देखिबा को मिलिची पत्र पत्रिका आसीची जोटा कि सेठी बखाणुचंती कहउचंती उत्तर जदि हमें पाइबा पीढ़ी पर पीढ़ी जो ग्रंथ सब संरक्षित करिछि जो सब ग्रंथ को आनी कि आम आगे परिप्रकाश करिछि ठुल करिछि आम आगे आनी सेटा होछि यार मूल मूल जिंस मूल पिंड कहले अतिथि हबनी तो पुणी बुझाउचंती सेठी एठी से लिखिचंती थेसिस एंटीथेसिस आ एंटीथेसिस माध्यम देई नवन्यास होइछि नूतनता आसीछि विभिन्न प्रकार ग्रंथ देई कि नूतनता आसीछि एठी विभिन्न प्रकार ग्रंथ देई कि एठी नूतनता आसीछि ए क्षेत्र रे पुणी कौन कहले यही नवन्यास प्रक्रियार मूल केन्द्र रही पुस्तकर अध्ययन प्रथम आसला पुस्तकर अध्ययन तापर आसला अनुशीलन तापर आसला पुस्तकर सार निर्देश को सांप्रतिक प्रेक्षापट में विचार विश्लेषण करिवार प्रयास अर्थात सामाजिक व्यवस्था को गभीर भाव अनुशीलन पूर्वक विगत शताब्दी संगठित सामाजिक संघर्ष को सांप्रतिक सामाजिक व्यवस्था सहित तुलना करिबा और निजस्व दूरदृष्टि संपन्न वक्तव्यर उपस्थापन द्वारा पुस्तकर मानदंड द्विगुणित होता है। निजे कौन बुझिल पुस्तकटीए पढ़िल विषय वस्तुटीए पढ़िल संपादक संपादना करदेले गोटे नूतन पुस्तक आनी तुम आगे परिप्रकाश करदेले तमें निजे कौन बुझिल निजे बुझी सारा पर कौनटा तैयारी कल तुम मैंने सेटा हूँ सार निर्देश एठी से निमंते सांप्रतिक साहित्य विवेचनार दक्षता रखुवा गवेषक तत्वविद माने विगत साहित्य तत्व को अपरिहार्य मन करने सहित सांप्रतिक समीक्षा तत्व प्रति यथासंभव सचेतन रहा आवश्यक। तापर डॉक्टर संतोष कुमार रथंकर उपन्यासर शिल्परुचि फकीर मोहन पुस्तक दि जाए सहायक ग्रंथसूचीर नमूना गोटे देइचंती कौन केमती से कौन रचना करिसंती तांकर ओडिया रे कौन कौन सब अछि एठी सब से छोटी आकार गोटे ग्रंथसूची देइचंती कहउचंती सहायक ग्रंथसूची प्रस्तुति क्षेत्र में एही ज्ञान अत्यंत जरूरी ए जो स्टाइल रे लिखा जाईची एही जो ज्ञान गुडी को पाखरे रहिबा नित्यांत आवश्यक आमे जानचंती बिना ज्ञान रे तो किछि होबनी किंतु जोठी जो ज्ञान आवश्यक सेठी से ज्ञानटा को नेकी कौन करवा रखा निहाती दरकार से ज्ञानटा को से जगह नहीं यूटिलाइज करवा निहाती दरकार जोटा कि बुझाउछंती कारण जे उत्स को आधार करी समीक्षकटीए निजर जुक्ति को बलिष्ठ करिथाए जदि सही उत्स को निजर उद्भावना शक्ति बोली मन करे ताहले से चौर्यवृत्ति को अनुसरण करुछि बोली बुझिबा को पड़िबो बुझेदेले कहले जो वृत्तिटा को से अनुसरण करुचंती जदि सही वृत्ति को से ठीक भाव में न कहि परिबे न बुझेई परिबे ताले हम बुझिबा से लिखिथिबा जिंसटा चौर्यवृत्ति हेतिबो बोधे से नकल कर बोधे से क्या देखिए लिखि जो जिनटा से बुझाउछंती साहित्य समीक्षान साधुता रहिले समसामयिक तथा परवर्ती पीढ़ी पर अनुसरण तथा ग्रहण योग्य हो रहिबो सेथिपई सहायक ग्रंथसूचीर सठिक उपस्थापना रहिबा आवश्यक कारण ज्ञान चर्चार विस्तृत क्षेत्र भितर संकलक केतोटी मात्र उपादान संग्रह कर निज समीक्षा दृष्टि संप्रसारण करिथाए जेउथिरे सहायक ग्रंथसूचीर भूमिका खूब गुरुत्वपूर्ण। तापर कहले गवेषणामूलक ग्रंथरे अन्य एक गुरुत्वपूर्ण प्रसंग है पादटीका प्रस्तुतिकरण सुंदर जिनिस प्रस्तुति करवा गोटे टीका प्रस्तुति करवा विशिष्ट चिंताविद को मननशीलन मंतव्य को जितेबाला कौन ग्रंथ जड़े गवेषक प्रसंगानुक्रम उद्धृत कर निज जुक्ति को बलिष्ठ करे
ସେତେବେଳେ ଉଦ୍ଧୃତ ମନ୍ତବ୍ୟକୁ ଉଦ୍ଧୃତି ଚିହ୍ନ କିମ୍ବା କିରେ ଜଣେ ଜଣେ ଜଏନିଂ ହଉଛ ମନେ ନଥିଲା କି କ୍ଲାସ କଥା ଇଣ୍ଡେଣ୍ଟ ମଧ୍ୟରେ ରଖିବାକୁ ପଡିବ ବ୍ରାକେଟ ବନ୍ଦନୀ ମଧ୍ୟରେ ରଖିବାକୁ ପଡିବ ଯୁକ୍ତିଯୁକ୍ତ କଥାକୁ ଏହାର ସୂଚନା ଦେବା ପାଇଁ ଉଦ୍ଧୃତ ବାକ୍ୟ ଏବଂ ପାରା ସହାୟକ ପୁସ୍ତକର କେଉଁ ପୃଷ୍ଠାରେ ଅଛି ତାର ସୂଚନା ଦିଆଯାଇଥାଏ ପୁସ୍ତକର ଯେଉଁ ଅଂଶରେ ଉଦ୍ଧୃତି ଥିବା ସେହି ପୃଷ୍ଠାରେ କିମ୍ବା ସେହି ଅଧ୍ୟାୟରେ ଶେଷ ପୃଷ୍ଠାରେ କିମ୍ବା ପୁସ୍ତକର ଶେଷ ପୃଷ୍ଠାରେ ଅଧ୍ୟାୟ ଅନୁସାରେ ପାଦଟିକା ପ୍ରସ୍ତୁତ କରାଯାଇଥାଏ ଗୋଟେ ସ୍ୱତନ୍ତ୍ର ପାଦଟିକାଟିଏ ପ୍ରସ୍ତୁତ କରାଯିବ ଉଦ୍ଧୃତ ଜିନିଷଟା ଯାହା ସବୁ ସେଠି ବୁଝାଗଲା ବିଷୟବସ୍ତୁଟା ପଢି ସାରିଲା ପରେ ଯାହାଟା ବୁଝିଲେ ଯାହାଟା ଶିଖିଲେ ତାକୁ ଆଣିକି କଣ କରିବେ ଆଉ ଥରେ ବ୍ୟାଖ୍ୟା କରିଥିବେ ତଳେ ସର୍ଟକଟ ଆକାରରେ ବ୍ୟାଖ୍ୟା କରିଥିବେ ଲେଖକ ପୁସ୍ତକ ପ୍ରକାଶିତ ବର୍ଷ ଏବଂ ପୃଷ୍ଠା ସଂଖ୍ୟା ସଠିକ ଭାବେ ଲେଖିବାକୁ ପଡେ ବୁଝେଇଦେଲେ କିଏ ଲେଖକ ପୁସ୍ତକର ନାଁ କଣ ତା ସହିତ ପ୍ରକାଶିତ ବର୍ଷ କେଉଁ ବର୍ଷରେ ପ୍ରକାଶିତ ହେଇଥିଲା ତା ସହିତ ପୃଷ୍ଠା ସଂଖ୍ୟା କେଉଁ ଜାଗାରେ ଅଛି ଏ ଜିନିଷ ସବୁ ତାକୁ ସବୁ ଭଲ ଭାବରେ ଲେଖିବାକୁ ପଡିବ ପୃଷ୍ଠା ସଂଖ୍ୟା ସଠିକ ଭାବରେ ମନ୍ତବ୍ୟ ଦେଇଦେଇ ଯିବ 1 ନମ୍ବର 2 ନମ୍ବର 3 ନମ୍ବର 4 ନମ୍ବର ଏଭଳି ସବୁ ମନ୍ତବ୍ୟ ଦେଇଦେଇ ଯିବାକୁ ପଡିବ ସହାୟକ ଗ୍ରନ୍ଥସୂଚୀର ଅନ୍ୟ ଏକ କ୍ଷୁଦ୍ର ଅଂଶ ହେଉଛି ପାଦଟିକା ଗୋଟେ ଛୋଟିଆ ଅଂଶ ହେଉଛି ପାଦଟିକା ସହାୟକ ଗ୍ରନ୍ଥସୂଚୀରେ ଯଦି ଗୋଟେ ଅଂଶ ବିଶେଷ କିଏ ଥାଏ ଛୋଟିଆ କ୍ଷୁଦ୍ର ଅଂଶଟିଏ ସେ ହେଉଛି ପାଦଟିକା ଐତିହାସିକ ମାନଙ୍କ ଦ୍ୱାରା ପ୍ରଦତ୍ତ ଦୃଷ୍ଟାନ୍ତ ଇତିହାସର ପୁନର୍ଲିଖନ ପ୍ରକ୍ରିୟାରେ ଏହି ନିୟମକୁ ନିର୍ଦ୍ଧାରଣ କରିବା ଅବସରରେ ପାଦଟିକାର ଆରମ୍ଭ ହୋଇଛି ପାଠକକୁ ଏକ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ମନୋଯୋଗୀ କରାଇବା ପାଇଁ ଏହା ସହାୟକ ହୋଇଥାଏ ଏହି ପାଦଟିକା ସାହାଯ୍ୟରେ ତତ୍ବିଷୟ ସମ୍ପୃକ୍ତ ଅନ୍ୟ ଲେଖକର ମନ୍ତବ୍ୟକୁ ଖଣ୍ଡନ ଅଥବା ଗ୍ରହଣ କରାଯାଇଥାଏ ମୁଁ ଯୋଉଟା ପୂର୍ବରୁ କହିକି ଗଲି ସେଠି ବୁଝେଇ ଦେଇଗଲେ ସେଇ ଜିନିଷଟା ଏହି ପ୍ରକ୍ରିୟାଟିର ଆରମ୍ଭ ରେନେସାଁ ସମୟରୁ ଆରମ୍ଭ ହୋଇଛି ଦେଖ ରେନେସାଁ ୟୁରୋପର ରେନେସାଁ ମନେ ରଖିଥାଅ ଚିନ୍ତା କର ମୁଁ ଯେତେବେଳେ ଆଧୁନିକତା ପଢେଇଥିଲି ଯୋଉମାନେ ଆଧୁନିକତାକୁ ମୁଁ କହିଥିଲି ନା ଯୋଉମାନେ ଆଧୁନିକତାକୁ କ୍ଲାସ କରିଥିବ ନା ବୁଝିପାରିବ ଏଇ ଜିନିଷ ୟୁରୋପର ରେନେସାଁ କଥା ନେଇ ଆସିଲେ ଏଠି ରେନେସାଁ ୟୁରୋପରେ ହେଇଥିଲା ପୁଣି କଣ କହୁଛନ୍ତି ଦେଖ କହୁଛନ୍ତି ଲୁଇସ୍ ମେମବର୍ଗ ଅତି ସଚେତନତା ସହିତ 1684 ମସିହାରେ କାଥୋଲିକ ଲିଗ୍ ସମ୍ପର୍କରେ ଜଣାଇବା ପାଇଁ ପାଠକମାନଙ୍କୁ ଅବଗତ କରାଇବା ପାଇଁ ତାଙ୍କ ଦ୍ୱାରା ଲିଖିତ ମୁଖବନ୍ଧରେ ପାଦଟିକା ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ସେହିପରି 1713 ମସିହାରେ ରଚିତ ଗାବ୍ରିଏଲସଙ୍କ ଫ୍ରାନ୍ସର ଇତିହାସ ପୁସ୍ତକରେ ପାଦଟିକା ବ୍ୟବହାର କରି ପୂର୍ବ ଐତିହାସିକ ମାନଙ୍କ ମନ୍ତବ୍ୟକୁ ଉଦ୍ଧାର କରିଥିଲେ ଏହି ପାଦଟିକା ବ୍ୟବହାର ପ୍ରାୟତଃ 16ଶ ଶତାବ୍ଦୀରୁ ପାଶ୍ଚାତ୍ୟ ଜଗତରେ ଚାଲି ଆସୁଛି ପାଦଟିକା ପରି ସହାୟକ ଗ୍ରନ୍ଥସୂଚୀର ଅନୁରୂପ ନିୟମ ପ୍ରଚଳନ କରାଯାଇଥାଏ ପାଦଟିକାର ପ୍ରସ୍ତୁତିକରଣ ଏଠି ତଳେ ଦେଇଦେଇଛି କେମିତି ପାଦଟିକାର ପ୍ରସ୍ତୁତି କରାଯାଏ କେମିତି ପାଦଟିକାଟା ପ୍ରସ୍ତୁତି କରାଯାଏ ତା ସମ୍ପର୍କରେ ତଳେ ଗୋଟେ ଛୋଟିଆ ଉଦାହରଣ ସହିତ ନମୁନା ସହିତ କଣ କରୁଛନ୍ତି ବୁଝେଇ ଦେଇଛନ୍ତି ଏଠି ବୁଝିହେଲା ନା ବୁଝିହେଲା ନାହିଁ ବୁଝିଲା ମ୍ୟାଡାମ ବାସ୍ ଇଏ ଗଲା ତମମାନଙ୍କର ସହାୟକ ଗ୍ରନ୍ଥସୂଚୀ କଣ ଗଲା କହିଲ ସହାୟକ